ସିଝା ଆଳୁ ଖାଇଲେ ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ବୁଦ୍ଧି, ଅପସନ୍ ବି ରକ୍ତ, ଅପସନ୍ ସି ଓଜନ, ଅପସନ୍ ଡି ଉଚ୍ଚତା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତର ହେଲା ଅପସନ୍ ନମ୍ବର ସି ଓଜନ। କ୍ଷୀରରେ ଗୁଡ଼ ମିଶାଇ ପିଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଅର୍ଶ, ଅପସନ୍ ବି ଜଣ୍ଡିସ୍, ଅପସନ୍ ସି ହଇଜା, ଅପସନ୍ ଡି ରକ୍ତଚାପ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଅର୍ଶ। କ୍ଷୀରରେ ଗୁଡ଼ ମିଶାଇ ପିଇଲେ ଅର୍ଶ ରୋଗ ଠିକ୍ ହୋଇଯାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ର ଖାଇଲେ କଫ ସମସ୍ୟା ଶୀଘ୍ର ଦୂର ହୋଇଯାଏ? ଅପସନ୍ ଏ ଅଁଳା, ଅପସନ୍ ବି ବେଲ, ଅପସନ୍ ସି ତୁଳସୀ, ଅପସନ୍ ଡି ପୋଦିନା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ତୁଳସୀ। ତୁଳସୀ ପତ୍ର ଖାଇଲେ କଫ ସମସ୍ୟା ଶୀଘ୍ର ଦୂର ହୋଇଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କ'ଣ ଖାଇଲେ ଖାଦ୍ୟ ହଜମ ହୋଇଥାଏ? ଅପସନ୍ ଏ ମହୁ, ଅପସନ୍ ବି ଲବଙ୍ଗ, ଅପସନ୍ ସି ଗୁଜୁରାତି, ଅପସନ୍ ଡି ପାନମହୁରି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ପାନମହୁରି। ପାନମହୁରି ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଗାଈର ଲହୁଣୀ ଖାଇଲେ ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ ଆଖି, ଅପସନ୍ ବି ହୃଦୟ, ଅପସନ୍ ସି ମସ୍ତିଷ୍କ, ଅପସନ୍ ଡି କିଡନୀ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଆଖି। ଗାଈର ଲହୁଣୀ ଖାଇଲେ ମଣିଷର ଆଖି ସୁସ୍ଥ ରହିଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଅଧିକ ଥଣ୍ଡା ଛିଙ୍କ ହେଉଥିଲେ ନାକରେ କ'ଣ ପକାଇଲେ ଶୀଘ୍ର ଠିକ୍ ହୋଇଯାଏ? ଅପସନ୍ ଏ ଦେଶୀ ଘିଅ, ଅପସନ୍ ବି ଲେମ୍ବୁ ରସ, ଅପସନ୍ ସି ଜଡ଼ା ତେଲ, ଅପସନ୍ ଡି ପୋଦିନା ରସ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଦେଶୀ ଘିଅ। ଅଧିକ ଥଣ୍ଡା ଛିଙ୍କ ହେଉଥିଲେ ନାକରେ ଦେଶୀ ଘିଅ ପକାଇଲେ ଶୀଘ୍ର ଠିକ୍ ହୋଇଯାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ମଣିଷର ହାର୍ଟ ସୁସ୍ଥ ରହିଥାଏ? ଅପସନ୍ ଏ ସେଓ, ଅପସନ୍ ବି ଅଙ୍ଗୁର, ଅପସନ୍ ସି କଦଳୀ, ଅପସନ୍ ଡି ଡାଳିମ୍ବ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ସେଓ। ସେଓ ଖାଇଲେ ମଣିଷର ହାର୍ଟ ସୁସ୍ଥ ରହିଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଡାଲି ଖାଇଲେ କିଡନୀ ଷ୍ଟୋନ୍ ଦୂର ହୋଇଥାଏ? ଅପସନ୍ ଏ ବିରି ଡାଲି, ଅପସନ୍ ବି ଚଣା ଡାଲି, ଅପସନ୍ ସି ମୁଗ ଡାଲି, ଅପସନ୍ ଡି କୋଳଥ ଡାଲି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି କୋଳଥ ଡାଲି। କୋଳଥ ଡାଲି ଖାଇଲେ କିଡନୀ ଷ୍ଟୋନ୍ ଦୂର ହୋଇଥାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଅଣ୍ଟାରେ କ'ଣ ଲଗାଇଲେ ଅଣ୍ଟା ବ୍ୟଥା ସମସ୍ୟା ଦୂର ହୋଇଯାଏ? ଅପସନ୍ ଏ ବେଲପତ୍ର, ଅପସନ୍ ବି ଜଡ଼ା ତେଲ, ଅପସନ୍ ସି ଅରଖ ପତ୍ର, ଅପସନ୍ ଡି ଗରମ ପାଣି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ଅରଖ ପତ୍ର। ଅଣ୍ଟାରେ ଅରଖ ପତ୍ର ଲଗାଇଲେ ଅଣ୍ଟା ବ୍ୟଥା ସମସ୍ୟା ଦୂର ହୋଇଯାଏ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ? ଅପସନ୍ ଏ ପଣସ, ଅପସନ୍ ବି ଖଜୁରୀ, ଅପସନ୍ ସି କଦଳୀ, ଅପସନ୍ ଡି ପାଣି ସିଙ୍ଗଡ଼ା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ।
सो फ्रेंड्स यार सठिक उत्तरटी ହେଲା ऑप्शन नंबर डी पानी सिंगड़ा। पानी सिंगड़ा खाइले शारीरिक दुर्बलता दूर होइथाए।